ଜାଲରେ ପଡ଼ିଲା 2,40,00,000 ଊର୍ଦ୍ଧ୍ୱ ଟଙ୍କାର କାଣ୍ଟ ମାଛ। ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଜାଲରେ ପଡ଼ିଗଲେ କାଣ୍ଟ ମାଛର ଖେଦା। ଗଭୀର ସମୁଦ୍ରରେ ଜାଲ ଘେରାଇ ପାଖାପାଖି 60 ଟନ୍ ଊର୍ଦ୍ଧ୍ୱ କାଣ୍ଟ ମାଛ ଧରିଛନ୍ତି ମତ୍ସ୍ୟଜୀବୀ। ଏବେ ସୁଦ୍ଧା 10ଟି ଯନ୍ତ୍ରଚାଳିତ ଡଙ୍ଗା ଦ୍ୱାରା ବୁହା ହୋଇ ଆସିଛି କାଣ୍ଟ ମାଛ। ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଡଙ୍ଗାଗୁଡ଼ିକ ଲାଗିବା ପରେ ଏଗୁଡ଼ିକୁ କଲିକତାର ଦୀଘା ବଜାରକୁ ପଠାଇ ଦିଆଯାଇଛି। ପ୍ରତ୍ୟେକ ମାଛର ଓଜନ ପାଖାପାଖି 500ରୁ 600 ଗ୍ରାମ ରହିଛି। ବଜାର ଦର ଅନୁଯାୟୀ ଏହି ମାଛ କିଲୋ ପ୍ରତି 40ରୁ 50 ଟଙ୍କାରେ ବିକ୍ରି ହୁଏ। ତେଣୁ 40 ଟଙ୍କା ହିସାବରେ ଏହି ମାଛର ମୂଲ୍ୟ ରହିଛି ପାଖାପାଖି 2,40,00,000 ଊର୍ଦ୍ଧ୍ୱ ଟଙ୍କା। ଗତକାଲି ପାରାଦୀପ ଷଣ୍ଢକୁଦ ବସ୍ତି ଅଞ୍ଚଳର ମତ୍ସ୍ୟଜୀବୀ ସଖା ଦାରକଣ୍ଡା ନିଜ ଯନ୍ତ୍ରଚାଳିତ ଡଙ୍ଗା ଯୋଗେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଏହି କାଣ୍ଟ ମାଛର ଏକ ଦଳ ସମୁଦ୍ରରେ ଯାଉଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ସିଏ ଓ ତାଙ୍କର ସହଯୋଗୀ ଜାଲ ଘେରାଇବା ସହିତ ମାଛ ଡଙ୍ଗାକୁ ଉଠାଇଥିଲେ। ତାଙ୍କ ସାଙ୍ଗରେ ଥିବା 10ଟି ଯନ୍ତ୍ରଚାଳିତ ଡଙ୍ଗା ସମ୍ପୂର୍ଣ୍ଣ ଫୁଲ୍ ହୋଇଯାଇଥିଲା କାଣ୍ଟ ମାଛରେ। ଏ ସମ୍ପର୍କରେ ଖବର ପାଇବା ପରେ ବାହାର ବ୍ୟବସାୟୀମାନେ ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ପହଞ୍ଚିଥିଲେ। ଆଜି ସକାଳେ ଡଙ୍ଗା ଆସି ବନ୍ଦରରେ ଲାଗିବା ପରେ ମାଛଗୁଡ଼ିକୁ ବରଫ ପ୍ୟାକିଂ କରି ଦୀଘା ପଠାଇ ଦିଆଯାଇଛି। ତେବେ ପ୍ରାକୃତିକ ଦୁର୍ବିପାକ ସରକାରଙ୍କ ମାଛଧରା କଟକଣା ଯୋଗୁଁ ବର୍ଷକୁ ମାତ୍ର 3 ମାସ ସମୁଦ୍ରରୁ ମାଛ ଧରି ବର୍ଷେ ଚଳୁଛୁ। ଏବେ ସମୁଦ୍ରରେ ମାଛ ଆଉ ଆଗ ଭଳି ହେଉନଥିବା ବେଳେ ଏହି ମାଛ ଆମ ପେଟକୁ ଦାନା ଦେଇଛି। ଯଦି ଅନ୍ୟ ମାଛ ପଡ଼ିଥାନ୍ତା ତେବେ ଭଲ 2 ଟଙ୍କା ମିଳିଥାନ୍ତା ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଜଗତସିଂହପୁରରୁ ସନ୍ତୋଷ ମଲ୍ଲଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।